ଅକାଳ ମୃତ୍ୟୁ ଏକ ଦଣ୍ଡ ନା କର୍ମଫଳ? ଓଡ଼ିଶାର ବାଲେଶ୍ୱର ଠାରେ ଯେଉଁ ଟ୍ରେନ ଦୁର୍ଘଟଣା ଘଟିଥିଲା ସେଥିରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କର କଣ କର୍ମଫଳ ଦାୟୀ? ଯଦି ହଁ, ତେବେ ସମସ୍ତଙ୍କର କଣ ଗୋଟିଏ ପ୍ରକାର କର୍ମଫଳ ଥିଲା? ଆସନ୍ନ ସଂକଟମୟ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଉପାୟ ଅଛି କି? କର୍ମଫଳ ଏସବୁ ଜିନିଷ ଅପେକ୍ଷା ସୁନ୍ଦର ଜିନିଷ ଜାଣି ରଖ ଚେତନା। କାହିଁକି? କର୍ମ ଯାହା କରିଥାଉ ଊର୍ଦ୍ଧ୍ୱତର ଚେତନାରେ କରିଥିଲେ ସେଟା ଭଲ ଜିନିଷ। କର୍ମ ଯାହା କରିଥାଉ ନିମ୍ନ ଚେତନାରେ କଲେ ସେଟା ଭୟଙ୍କର ଜିନିଷ। ମୁଁ ଯଦି ମୋ ବାପା ମାଙ୍କୁ ମାରିଦେବି, ଭଲ କାମ ନା ଖରାପ କାମ କହିଲ? ଖରାପ କାମ। ନିଜ ଲୋକକୁ ମାରିଦେଲେ। ଅର୍ଜୁନ କଣ କରିଥିଲେ? ଭଲ ଲୋକ ନା ଖରାପ ଲୋକ ଅର୍ଜୁନ? ଏବେ କାହିଁକି ସାଇଲେଣ୍ଟ ହେଇଯାଉଛ? କୋରାପୁଟକୁ ମୁଁ ବୋମ୍ବାର୍ଡମେଣ୍ଟ କରିଦେବି, ଭଲ ଲୋକ ନା ଖରାପ ଲୋକ? କହିପାରୁନ, କାରଣ ମୁଁ ଅଲଟା ପଚାରିଦିଅ ଆଉ କିଛି। ଏବେ ପର୍ଯ୍ୟନ୍ତ ହନୁମାନ ରେକର୍ଡ କିଏ କାଟିଛି କି କୁହନ୍ତୁ? ଗୋଟେ ଦେଶକୁ ଧ୍ୱଂସ କରିଛନ୍ତି। ସେ ତ ୱାର୍ଲଡ ଟ୍ରେଡ୍ ସେଣ୍ଟର ବୋମ୍ବାର୍ଡମେଣ୍ଟ କରିଥିଲା। ଗୋଟେ ଦେଶକୁ ଲାଙ୍ଗୁଡରେ ବୋମ୍ବାର୍ଡମେଣ୍ଟ କରିବା ଲୋକ ଏବେ ଯାଇ ଜଣେ ବାହାରିଛି କୁହ? ସେ ଟେରରିଷ୍ଟ କି? କର୍ମଫଳ ଭୋଗିବ। ତେଣୁ କର୍ମ କଣ କରୁছে ସେଟା ମୁଖ୍ୟ ନୁହଁ, ତା ପଛର ଉଦ୍ଦେଶ୍ୟ କଣ ସେଟା ମୁଖ୍ୟ। ସେଟା ଚେତନା କୁହାଉଛି। ଯଦି ନିମ୍ନ ଚେତନାର ଲୋକ ଗୋଟେ ଗାଡିରେ ବେଶୀ ଗଲ, ତାହେଲେ ନେଗେଟିଭ ଫୋର୍ସକୁ ବେଶୀ ଆଟ୍ରାକ୍ଟ କଲ। ତେଣୁ ଦେଖୁଛ ଯେତେବେଳେ ସମସ୍ତେ କିଛି ବି ଭଗବାନ ଡାକୁ ନଥିବେ, ସେ ଅନୁସାରେ କାମ କରୁନଥିବେ, ବୁଢା ହେଇଗଲେ ଏକା ସାଙ୍ଗେ ଗୋଟେ ବସ୍ କରିକି ତୀର୍ଥ ପଳେଇ ଯାଉଥିବେ, କୋଉଠି ଓଲଟି ଯାଇଥିବ। କାହିଁକି ଓଲଟି ଯାଉଥିବ? ଭକ୍ତ ମାନେ ଗଲେ। ଭକ୍ତ ନୁହନ୍ତି ସେମାନେ। ଜୀବନ ସାରା କୋଉ ଚେତନାରେ ଥିଲେ? ନିମ୍ନ ଚେତନା ଯେତେବେଳେ ମିଶିଲା ଗୋଟେ ବସରେ, ବସର ଅବସ୍ଥା କଣ ହଉଥିବ ଚିନ୍ତା କର। ଇଆଡେ ପଡିବ ନା ସିଆଡେ ପଡିବ। କାହିଁକି? ଏତେ ନିମ୍ନ ଚେତନା, ତାକୁ ସେ ବାଲାନ୍ସ କରିକି ଯୋଉ ଯାଉଛି, କୃପା, ଭଗବାନଙ୍କ କୃପା। ସେ ଭିତରେ କିଏ କିଏ ଗୋଟେ ଭଲ ଥିବେ ଯୋଉ ଦ୍ଵାରା କି ଗାଡିଟା ବାଲାନ୍ସ ହଉଛି। ଅଦରୱାଇଜ ଯୋଉମାନେ ସବୁ ଯାଉଛନ୍ତି ତୀର୍ଥଯାତ୍ରୀ, ଜୀବନ ସାରା ନଥିବା ଖରାପ କାମ ସବୁ କରୁଛନ୍ତି। ଖରାପ କାମ ଚେତନାରେ, ମୁଁ ବାହାର କଥା କହୁନି, ଚେତନାରେ ସବୁବେଳେ ନିଜ କଥା ଚିନ୍ତା କରିବା ହଉଛି ଖରାପ। ଆଧ୍ୟାତ୍ମିକ ଦୃଷ୍ଟିରୁ ସେଲ୍ଫ କନସେନ୍ଟ୍ରେସନ ଇଜ ଏ ଡେଥ୍। ସେଲ୍ଫ କନସେନ୍ଟ୍ରେସନ, ନିଜକୁ ନେଇକି ଯଦି ତମେ ଚିନ୍ତା କରି ବଞ୍ଚିଲ, ସେଟା ହିଁ ମୃତ୍ୟୁ। କିଏ ନିଜକୁ ନେଇକି ବଞ୍ଚୁନି କୁହ? ମୁଁ ଯୁଆଡେ ବି ଯାହା ଘରକୁ ଗଲେ ବି, ଭାଇ ମୋର ଏମିତି ହେଲା, ମୋର ସେମିତି ହେଲା, ମୋ ପିଲାର ଏମିତି ହେଲା, ମୋର ପିଲା, ଦୁନିଆ କଥା କିଏ ଚିହ୍ନେ? ମୁଁ ଯଦି ଆମେରିକା କଥା ପଚାରେ ଜାଣି ହିଁ ନଥିବ। ଭାଇ ସେଠି 2000 ଲୋକ ମରିଲେ, ତମର ତ ଜଣେ ଜ୍ୱରରେ ପଡିଛି, ଏତେ ଚିନ୍ତା କାହିଁକି? ଜାଣି ହିଁ ନଥିବ। ସେ ଭିତରେ କେୟାର ବି ନାହିଁ ତାର। ସେଲ୍ଫ କନସେନ୍ଟ୍ରେସନ ଇଜ ଏ ଡେଥ୍। ଡିଭାଇନ କନସେନ୍ଟ୍ରେସନ ଇଜ ଏ ଲାଇଫ। ଡିଭାଇନ ଅର୍ଥ ସାମଗ୍ରିକ ଚେତନା। ସବୁକୁ ଯେତିକି ତମ ଭିତରେ ଯଦି ପ୍ରଭାବିତ କରୁଛି ଦୁନିଆର ସମସ୍ତ ଘଟଣା, ତାହେଲେ ତମେ ଡିଭାଇନ ଚେତନା ଦଉଛ। ତେଣୁ ଏବେ ତ ପଚାରିଲ, ଟ୍ରେନରେ ଏତେ ଲୋକ ଗଲେ, ସମସ୍ତଙ୍କ କର୍ମଫଳ ଗୋଟେ ଥିଲା କି? ଗୋଟେ କି ଦିଟା ପ୍ରଶ୍ନ ଉଠୁନି। କୋଉ ଚେତନାରେ ବାସ କରିଥିଲେ? ମନେକର ମୁଁ ବହୁତ ନିମ୍ନରେ ବାସ କରିଛି, ଆଉ ଜଣେ ଟିକେ କମରେ ବାସ କରିଛି, ଆଉ ଜଣେ ଟିକେ କମରେ ବାସ କରିଛି। ଏ ସବୁ ମିଶି କଣ ହେଲା? 2 + 1 + 2 = 5, 500 600 ହେଇଗଲା। ଗୋଟେ ଟ୍ରେନକୁ ଆକ୍ସିଡେଣ୍ଟ କରିବା ପାଇଁ ମନେକର 800 ଦରକାର। 800 ଯାଏ ଯଦି ପଳେଇଲା, କଣ ହବ? ବାଲାନ୍ସ ହରେଇବ କି ନାହିଁ? ବାଲାନ୍ସ ହରେଇଲା। ଆମେ ସାଧାରଣ ଦୃଷ୍ଟିରୁ ତାକୁ ଦୋଷ ଦଉଛୁ, ଆକୁ ଦୋଷ ଦଉଛୁ। ମୁଁ ବି ସେମିତି ଥରେ ଏଇ କୋରାପୁଟରେ ଆମର ଯୋଉ ଘରକୁ ଯାଉଥିଲି, ମୁଁ ଆମର ଡିଏଭି କଲେଜ ଏଇଠି ଥିଲା, ଏ ବାଟରେ ଏଇଟା ପଡିଆ ଥିଲା, ଏବେ ଘର ହେଇଯାଇଛି, ଆଉ କିଛି ନାହିଁ। ଏଇ ଯୋଉ ବ୍ୟାଙ୍କ ଯୋଉଟା ଅଛି ନାଇଁ, ସେ ସବୁ ଖାଲି ପଡିଆ ଥିଲା, ଖାଲି ସାଇଡରେ ଘର ଗୋଟେ ଥିଲା। ଏମିତି ସେପଟୁ ଗଲା ବେଳକୁ ସକାଳୁ ସକାଳୁ ଆମର ମର୍ଣ୍ଣିଂ କଲେଜ ଥିଲା। ସେ ଜଣେ ବୃଦ୍ଧ ବ୍ୟକ୍ତି ସେ ସାଇଡରେ ସେ ପଡିଆରେ ଝାଡା ଫେରୁଛି। ସେ ଯୋଉ ମେନ୍ ରୋଡରୁ ସାଲୁରରୁ ଗୋଟେ ଟ୍ରକ୍ ଆସିଲା, ହଠାତ୍ କଣ ତାର ହେଲା ବ୍ରେକ୍ ଫେଲ୍, ସେ ପଡିଆରେ ଆସିଲା।
एते पड़िया थिला से न जाइए से सीधा से बुढ़ा ऊपर आसी पड़ला से मला मु से दिन अध घंटा खाली चिंता कली से गाड़ीटा कौन सेठू बाहर आकु मारिया से जाई सालूरु बाहरला सालूरु बाहर आसिक बुली 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 जाइए ताकू मारिकी शोगला सेठी मां को भी पड़ला पर देखिली तमे जदि माने खराब चेतनार अछ तमे बिचरा ट्रक को टाणी आनछ सी आसुनी तमे एठी डिप्रेशन क्रिएट करछो सियाडे साइक्लोन होछि से लोकटी एभळे गोटे चेतनार अछि बिचरा ट्रक सेपटे जाउथला से टाणी हे कि एठी आसी पड़ला मृत्यु तार हला बिचरा ट्रक ड्राइवर को तमे कोन करिवो अरेस्ट करिवो एक्चुअली से भी नुह तार भी से दायी से भी भागीदार अच्छी कारण से कहीं रेस्पॉन्ड कला सेटा भी अच्छी तेणु आमे जो गोटे दृष्टि देखुचु तार गभीरतम दृष्टि सब अन्य किछि रही बाहर आमे से दायी आ दरकार भी से सब जेटा मना नहीं तमे जदि रेस्पॉन्सिबिलिटी फिक्स करबनी इनसिनसियरिटी बढ़िबो किंतु असल कारणटा आउरी भीतर भीतर अच्छी हे जानिया दरकार माँ गोटे उदाहरण देइचंती दुई जन अमल किरण बदे सेटा को देखिचंती माँ को ने माँ निजे तंग कहिचन ना दुई जन भाई फ्लाइट रे जाउचंती फ्लाइट एक्सीडेंट हला दुई जन जाके इंजुर हेले किंतु जन भाई रो मृत्यु थिला आ जन भाई रो किछि नथिला हेबार नथिला ए दुई जन मिसी गलो डिवाइड हे यार बैड लक ना या पाकु 50 पड़ेला यार गुड लक ता पाकु 50 पड़ेला दुई जन जाके इंजुर हेले तेणु जो कलेक्टिव आम जाऊे कलेक्टिव डेस्टिनी रे कलेक्टिव चेतना आम से सत्संगटा इंपोर्टेंट तुम को लोक मान से जाऊच से प्रभाव तुम उपर तुम प्रभाव तांको उपर इंटराक्ट करुच्ची से भितर कर्मफलटा को भीतर लुचि जाउछ तम चेतना ता चेतना सब मिसिकी गोटे कलेक्टिव लेवल रे आउ गोटे कौन घटुची किंतु जार साइकिक स्ट्रंग थिबो से निजे सीटू बाहर जाई परियो एवं ता उपस्थिति आउ के जन को रक्षा भी करते परियो साइकिक जार परमानेंट सेत देखा जाउची पिलाटा को रक्षा पाई गला 3 दिन भीतर को भीतर थिला बाहर पड़ला किछि हेनी तर किंतु बहुत केस आम देखुछु